ଥରେ ଜଣେ ଗୁରୁ ଏବଂ ତାଙ୍କର ଶିଷ୍ୟ ନଦୀ କୂଳରେ ବସିଥିଲେ। ହଠାତ୍ ଗୋଟେ ବିଛା ନଦୀରେ ବୁଡ଼ି ଯାଉଥିବାର ଦେଖି ଗୁରୁ ଜଣକ ହାତଟିକୁ ବଢ଼ାଇ ଦେଲେ। ବିଛାଟି ଗୁରୁଙ୍କ ହାତ ଉପରେ ଆସି ଗୁରୁଙ୍କ ହାତକୁ କାମୁଡ଼ି ଦେଲା ଏବଂ ନଦୀରେ ପଡ଼ିଗଲା। ଗୁରୁ ଜଣକ ଗୋଟିଏ କାଠ ଖଣ୍ଡେ ଆଣି ବିଛାଟିକୁ ବାହାର କରି ଆଣିଲେ। ଏହା ଦେଖି ଶିଷ୍ୟ ଜଣକ ଗୁରୁଙ୍କୁ ପଚାରିଲେ, ପ୍ରଥମ ଥର ତ ବିଛାଟି ଆପଣଙ୍କୁ କାମୁଡ଼ି ଦେଲା, ପୁଣି କ'ଣ ପାଇଁ ଆପଣ ତାକୁ ବାହାର କରି ଆଣିଲେ? ଗୁରୁଜୀ ମୁରୁକି ହସିଦେଇ କହିଲେ, ବିଛାର ସ୍ୱଭାବ ହେଉଛି କାମୁଡ଼ିବା। ସଂସାରରେ ଅନେକ ଜୀବ ଅଛନ୍ତି, ତାଙ୍କର ସ୍ୱଭାବ ମଧ୍ୟ ଅଲଗା ଅଲଗା। ଯେପରି କୁକୁର, ବିଲୁଆ, ପେଚା, ଏଭଳି ସଂସାରରେ ଅନେକ ମଣିଷ ଅଛନ୍ତି ଆଜ୍ଞା। କାହାର ସ୍ୱଭାବ କେମିତି, କିନ୍ତୁ ଆପଣଙ୍କର ସ୍ୱଭାବ ଯାହା, ଆପଣ ସେଇ କର୍ମକ୍ଷେତ୍ରରେ ଆଗେଇ ରୁହନ୍ତୁ। କାହାର ସ୍ୱଭାବ ଦେଇ ଆପଣଙ୍କର କି ଫରକ? ଅନ୍ୟକୁ କେବେ ଦେଖି ଆପଣ ନିଜ କର୍ମକୁ କରନ୍ତୁ ନାହିଁ ଆଜ୍ଞା।